ସମସ୍ତଙ୍କୁ ନମସ୍କାର। ପ୍ରଭୁ ଯୀଶୁ ଆମମାନଙ୍କୁ ଆସନ୍ତୁ। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ ସମସ୍ତେ ତ ଆମେ ଏହି ପାପରେ ପଡ଼ିଛୁ। ତେଣୁ ଆପଣମାନେ ପାପରେ ପଡ଼ିଥିଲେ ମଧ୍ୟ ଆମମାନେ କେମିତି କ୍ଷମା ମାଗିବା ତାହା ଆମମାନେ ଜାଣିପାରିବା। ମୋର ପ୍ରିୟ ଭାଇ ଖ୍ରୀଷ୍ଟ ମଣ୍ଡଳୀ ସମସ୍ତେ ତ ଆମମାନେ ଏହି ଜଗତରେ ବାସ କରେ। ତେଣୁ ଆପଣମାନେ ସମସ୍ତେ ତ ଏହି ମଣ୍ଡଳୀରେ କି ଅନେକ ଏହି ଜାଗାରେ, ଅନେକ ଏହି ପରିବାରରେ, ଅନେକ ଏହି ପୃଥିବୀରେ ଯେଉଁ ଆମେ ଅଛୁ ତା ଆମ୍ଭେମାନେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଥାନ୍ତି। ତାହେଲେ ଗ୍ରହଣ କଲେ ଆମେ କେମିତି ଆମେ ପରିବର୍ତ୍ତନ ହେବା ତାହାଙ୍କଠାରେ ଆମେ ବିଶ୍ୱାସ ରଖିବା। ଆପଣମାନେ ମୋ ଠାରେ ଜଡ଼ିତ ଅଛନ୍ତି, ତେଣୁ ଧନ୍ୟବାଦ। ଆପଣମାନେ ଯେଉଁଠାରେ ଅଛନ୍ତି ମୋ ଠାରେ ଅଛନ୍ତି। ଦେଖନ୍ତୁ, ଆମମାନଙ୍କୁ ଏହି ପ୍ରଭୁ ଆମମାନଙ୍କୁ ଏହି ସଂସାର ଦେଖିବା ପାଇଁ ଆମମାନଙ୍କୁ ଏହି ପୃଥିବୀରେ ସେ ପଠାଇ ଅଛନ୍ତି। ମୋର ବାକ୍ୟ ଅନୁଚରଣ ତାହେଲେ ପ୍ରଭୁ ଆମମାନଙ୍କୁ ତାହାଙ୍କ ନାମ ପ୍ରଶଂସା କରିବା ଆଉ ସୁସମାଚାର ପ୍ରଚାର କରିବା ପାଇଁ ଆମମାନଙ୍କୁ ପ୍ରଭୁ ମନୋନୀତ କରିଅଛନ୍ତି। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିପୂର୍ଣ୍ଣ ଅଛନ୍ତି। ତା ଆମ୍ଭେ କେମିତି ରହିବାକୁ ପଡ଼ିବ? ଆମେ 1 ନମ୍ବରକୁ ଯିବା, ତାହେଲେ କେମିତି ରହିବା? ଆମ୍ଭେ ଟିକେ ପ୍ରାର୍ଥନା କରିବା, ତାହାଙ୍କୁ ସୁନାପଦକୁ ଆମେ ଦେଖିବା। ଆସନ୍ତୁ। ସ୍ୱର୍ଗପିତା ଈଶ୍ୱର ପ୍ରଭୁ, ଆଜି ସକାଳେ ଏହି ଦିନରୁ ପାଇଅଛୁ। ତେଣୁ ତୁମକୁ ମୁଁ ଧନ୍ୟବାଦ ଦିଏ ଯେ ଏହି ସୁନା ପଦକୁ ଦେଖିବା ପାଇଁ ମୋତେ ଆପଣ ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ଆଉ ଏ ଉପସ୍ଥିତ ଲୋକମାନଙ୍କୁ ମଧ୍ୟ ପ୍ରାର୍ଥନା କରୁଅଛି। ଆସନ୍ତୁ ଆମମାନେ ଶିଖିବା ଆଉ ଜାଣିବା। ତେଣୁ ଏହି ଛୋଟିଆ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ମାଗିଲି, ଆମେନ୍। ଆସନ୍ତୁ ଆମ୍ଭେ ସୁନା ପତାକା ଦେଖିବା, ତାପରେ ଆଗକୁ ଆମେ ଯିବା। ମାଥିଉ ଲିଖିତ 2 ପର୍ବ ତାର 2-7 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା। ଏ 2 ପଦରୁ ଲେଖା ଯାଇଅଛି, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଆମମାନେ କେମିତି ମନ ପରିବର୍ତ୍ତନ କରିବା? ଆମମାନେ କେମିତି ମନ ପରିବର୍ତ୍ତନ କରିବା ତାହା ଆପଣମାନେ ମଧ୍ୟ ଜାଣିଥିବେ ଆଉ ଶୁଣିବେ। ତାହେଲେ ଆମେ ଅନେକ ଚିନ୍ତାଧାରା ଏହି ସଂସାରରେ ଆମେ ଅଛୁ, ତା ଆମେ ଧୀରେ ଧୀରେ ଛାଡ଼ିବାକୁ ପଡ଼ିବ। ଏବେ ମନେକର ମଦ ମୁଁ 10 ଗ୍ଲାସ ଦିନକୁ ପିଇଥିଲି। ଆଜି ମୁଁ ପ୍ରଭୁ ଯୀଶୁଙ୍କୁ ଜାଣିଲି ଆଉ ଗ୍ଲାସଟେ ପିଇବି। ଏବେ ମନେକର 10 ଥର ଅନ୍ୟ ଲୋକମାନଙ୍କର ଚୋର କରୁଥିଲି। ଆଜି ମନେକର ପ୍ରଭୁ ଯୀଶୁଙ୍କୁ ଜାଣିଲି, ଚୋର ବନ୍ଦ କରିବି। ତେଣୁ ଏମିତି ଆମେ ମନ ପରିବର୍ତ୍ତନ କେତେଟା ଜିନିଷ କରିବାକୁ ପଡ଼ିବ। ପ୍ରିୟ ମୋର ବାପା ଭାଇ, ତେଣୁ ମନ ପରିବର୍ତ୍ତନ କରିବା ପାଇଁ ଆମମାନେ ଟିକେ ପଛକୁ ଯିବାର ପଡ଼ିବ। ପଛକୁ ହେଲେ ଆମମାନେ ଏହି ମନ୍ଦିରକୁ ନଷ୍ଟ କରୁଛୁ। ତେଣୁ ଆମ୍ଭେମାନେ ମଧ୍ୟ ତାହା ଦାନିଏଲ ଭବିଷ୍ୟବକ୍ତା ମଧ୍ୟ ତାହା କହିବେ, ତାହା ଆମେ ଦେଖିପାରିବା। ଆସ। ତେଣୁ
ଆମେ କେମିତି ଦେଖିପାରିବା? ଦାନିଆଲ 2 ପର୍ବତ 44 ପଦରେ ଆମେ ଦେଖିବା। 2 ପର୍ବତ 44 ପଦରେ ଆମେ ଦେଖିବା। ଆସନ୍ତୁ ଟିକେ ଦେଖିବା। ପୁଣି କେହି ରାଜାଗଣର ସମୟରେ ସ୍ୱର୍ଗରୁ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ ଓ ତାହା କଦାଚ ବିନଷ୍ଟ ହେବ ନାହିଁ। ପ୍ରିୟ ମୋର ଭାଇ ଭଉଣୀ, ସେଇ ପ୍ରଭୁ ଯୀଶୁଙ୍କୁ ଆମମାନେ ଯାହା ଏହି ସ୍ୱର୍ଗ ରାଜ୍ୟରେ ସେ ରାଜା, ଗୋଟେ ସ୍ୱର୍ଗ ରାଜ୍ୟରେ ସେ ବିନଷ୍ଟ କେବେ ନ ହେବ। ତେଣୁ ମୋର ଭାଇ ଭଉଣୀମାନେ, ସେ ରାଜା ନିର୍ମାଣ କରିଥିବା ସେହି ରାଜ୍ୟ କେବେ ହିଁ ବିନଷ୍ଟ ହେବ ନାହିଁ। ତେଣୁ ଆପଣମାନେ ମଧ୍ୟ ଏହି ରାଜ୍ୟରେ ଆପଣମାନେ ମଧ୍ୟ କଳ କର। ତେଣୁ ଏହି ଆତ୍ମା ଯଦି ଆମେ ନିର୍ମଳ ରଖିବା ନାହିଁ, ତାହେଲେ ପ୍ରଭୁ ଆତ୍ମାକୁ ଯିବ ନାହିଁ। ଏହି ଆତ୍ମାରେ ଆମେ ସବୁ ଭର୍ତ୍ତି କରିବା। ଆମେ ତାହାଙ୍କର ପଥ
ଆପଣମାନଙ୍କୁ